श्रीमद्भागवत। ओम वासुदेव नारायण नमः। समस्त श्रोता बंधु मानक मोर प्रणाम। आशा करे भलरे थिबे। श्रीमद् भागवत महापुराण द्वितीय स्कंद चतुर्थ अध्याय। आसन्तु शुणिबा। जय जगन्नाथ। ओम नमो भगवते वासुदेवाय। श्रीमद् भागवत द्वितीय स्कंद चतुर्थ अध्याय। चतुर्थे सृष्टिर व्यवस्था। राजा पूछन्ते हरि कथा। ब्रह्मा नारद कथा छळे। हरि स्मरण सुख बोले। सुत उवाच एमंत सुख वाक्य शुणी। आत्मार तत्व मने गुणी। कृष्ण विषये दृढ़ मन। कल्पिला उत्तरानंदन। आत्मा कलत्र सुत गृहे। पशुद्रविण बंधु स्नेहे। राज्य संपद जेते आस। हृदु छाड़िला स्नेह पास। तुम्भे जा पचारिल मोते। एकथा राजा दृढ़ चिते। आत्मनिधन मने स्मरी। वेद वचन अनुसारी। कृष्ण विषये दृढ़ चित। निश्चय करी परीक्षित। कृष्णर भाव जानिबारे। पुणी पूछई आर बारे। राजा परीक्षित उवाच हे शुक तुम्भर वचन। कृष्णर जेते गुण कर्म। जहा शुणन्ते पाप हरे। पवित्र बाह्य अभ्यंतरे। शुणी अज्ञान मोर गला। तुम्भ प्रसाद जेणु हेला। से हरि आत्म माया बळे। सृष्टि संचिले सयळे। विष्णुर सर्जिला संसार। अन्य देवंकु अगोचर। से कथा जानिबार पाई। भोमुनि पुणी मु पूछई। से बहु शक्तिमंत हरि। परम पुरुष मुरारी। जेमंते पाळी पुण हरे। जे काले जेबा शक्ति धरे। आत्मा को आत्मा करी खेला। कुहुक मते विष्णु लीला। सृजई पाळई संहरे। माया त्रिगुण रूप धरे। जेमंते ब्रह्मा विष्णु हर। क्रीडन करे दामोदर। विविध रूप ए जगते। जेमंते करे क्रीड़ा अर्थे। अद्भुत कर्म ए ताहार। के करी पारिब गोचर। केमंते प्रकृतिर गुणे। सृष्टि संचारे पुण पुणे। सर्व संचारे एक बारे। कियबा पृथक व्यवहारे। एक अनेक रूप धरे। अशेष जन्म कर्म करे। एणु श्रवणे इच्छा मोर। कह हे व्यासंक कुमार।
ଶବଦ ବ୍ରହ୍ମ ତତ୍ତ୍ୱ ସାଧି ତୁମ୍ଭର ପରମ ସମାଧି। ହେ ମହାମୁନି ଭାଗବତ ଶ୍ରବଣେ ପିୟା ଅମୃତ। ସୁତ ଉବାଚ ଏମନ୍ତ ପରୀକ୍ଷିତ କଥା ପୁରୁଷୋତ୍ତମ ଗୁଣଗାଥା। ଶୁଣି ସାନନ୍ଦ ବ୍ୟାସସୂତ ହରିଚରଣେ ଦେଇଚିତ। ଧ୍ୟାନ ସେ ଚିନ୍ତି ନାରାୟଣ ବୋଇଲେ ପରୀକ୍ଷିତ ଶୁଣ। ଶ୍ରୀ ଶୁକ ଉବାଚ ନମସ୍ତେ ପରମ ପୁରୁଷ ଅନନ୍ତ ଘଟେ ଯା ପ୍ରକାଶ। ଲୀଳା ବିହାରେ ସୃଷ୍ଟି କରେ ପାଳଇ ପୁଣି ତା ସଂହରେ। ହେଳେ ତିନି ଶକ୍ତି ଧରେ ଜନ୍ତୁର ଅନ୍ତରେ ବିହରେ। ତେଣୁ ତା ମାର୍ଗ ଉପଲକ୍ଷ କରିବ କାହାର ବାସକ୍ୟ। ନମସ୍ତେ ଜଗତ ଜୀବନ ସାଧୁଙ୍କ ବୃଜିନ ଦହନ। ଅସାଧୁ ଦମନ ବ୍ୟବହାର ଅଖିଳ ଜନ୍ତୁ ରୂପ ତୋର। ପରମହଂସଙ୍କ ଆଶ୍ରମେ ଯେ ଅବାସ୍ଥିତ ପ୍ରାଣୀମାନେ ତାହାଙ୍କ ଆତ୍ମା ତତ୍ତ୍ୱଦାତା। ନିରତେ ତୋର ପାଦେ ଚିନ୍ତା। ନମସ୍ତେ ସାତ୍ୱତ ବତ୍ସଳ କୁଯୋଗୀ ଗଣେ ଅଗୋଚର। ସମେ ପ୍ରକାଶ ସର୍ବଠାରେ ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ। ଐଶ୍ୱର୍ଯ୍ୟ ପରମ କାରଣ ଯେ ନିତ୍ୟେ ସ୍ୱଧାମ ଧାରଣ। ଜାନାମ ଶ୍ରବଣ କୀର୍ତ୍ତନ ଯାରୂପ ଦେଖିଣ ନୟନ। ନ ମିଳେ ଯାହାର ଚରଣ ସ୍ମରଣ ପୂଜା ସମର୍ପଣ। ଜନ୍ତୁଙ୍କ କଳ୍ମଷ ନାଶଇ ଯେ ସର୍ବମଙ୍ଗଳ ବୋଲାଇ। ଯେ ହରି ଶରଣ ସୋଦର ତାହାଙ୍କୁ ମୋର ନମସ୍କାର। ପଣ୍ଡିତ ଜନ ଯାର ପାଦେ ସେବା ସମ୍ପାଦି ଅପ୍ରମାଦେ। ଆତ୍ମାର କଳ୍ମଷ ନାଶନ୍ତି ଜନ୍ମ ମରଣେ ନ ଡରନ୍ତି। ଆତ୍ମାର ଶ୍ରମ କରି ଶାନ୍ତି ଅନ୍ତେ ଲଭନ୍ତି ବ୍ରହ୍ମଗତି। ସର୍ବମଙ୍ଗଳ ଦାମୋଦର ତାହାଙ୍କୁ ମୋର ନମସ୍କାର। ଯେ ପ୍ରାଣୀ ତପଦାନ କରେ ଯଶ ସମ୍ପାଦି ଏ ସଂସାରେ। ସୁବୁଦ୍ଧି ପଣେ ମନ୍ତ୍ର ସାଧି ମଙ୍ଗଳ କର୍ମକୁ ଆରାଧି। ଏଣୁ ଅର୍ଜନ୍ତି ଯେତେ ଫଳ ତୋତେ ନ ସମର୍ପି ନିଷ୍ଫଳ। ସୁଭଦ୍ର ଶ୍ରବା ନାମ ଯାର ତାହାଙ୍କୁ ମୋର ନମସ୍କାର। କିରାତ ହୁଣ ଆନ୍ଧ୍ର ଯେତେ ପୁଳିନ୍ଦ ଚଣ୍ଡାଳ ସಮೇତେ। ଅଭିର କଙ୍କ ଯେ ଯବନ ଏ ଆଦି ଯେତେ ଅନ୍ତ୍ୟଜନ। ଦୁଷ୍କୃତ କର୍ମ ଯେ କରନ୍ତି
ଯେ ପାଦ ଆଶ୍ରିତେ ତରନ୍ତି ସର୍ବପ୍ରଭବଶୀଳ ଯେହି ତା ପାଦ ପଦ୍ମେ ମୁଁ ନମଇ। ଯେ ହରି ଜଗତ ଜୀବନ ଆତ୍ମଜ୍ଞାନୀଙ୍କ ଆତ୍ମଧନ। ଏ ତିନି ଦେବ ଯାର ଦେହ ଯେ ଧର୍ମମୟ ତପୁମୟ। ନିର୍ମଳ ଚିତେ ଯୋଗୀ ଜନେ ବ୍ରହ୍ମା ଶଙ୍କର ଅନୁମାନେ। ନାନା ପ୍ରକାରେ ଧ୍ୟାନେ ଚିନ୍ତି ଯାରୂପ କେହି ନ ଦେଖନ୍ତି। ଯେ ଲକ୍ଷ୍ମୀପତି ଯଜ୍ଞପତି ଯେ ପ୍ରଜାପତି ଜ୍ଞାନପତି। ଯେ ଲୋକପତି ଧରାପତି ଯାଦବ ବଂଶପତି ଗତି। ସାଧବ ଜନଙ୍କର ପତି ପ୍ରସନ୍ନ ହୁଅନ୍ତୁ ମୋ ପ୍ରତି। ଯାର ଚରଣ ଧ୍ୟାନ ବଳେ ନିଶ୍ଚଳ ସମାଧିର ଜଳେ। ବୁଦ୍ଧି କି ପ୍ରକ୍ଷାଳନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ। ସଗୁଣ ନିର୍ଗୁଣ ବିଚାରେ କହନ୍ତି ଯଥା ଅନୁସାରେ। ସେ ହରି ମୋର ହୃଦଗତେ ପ୍ରକାଶ ହେଉ ଅବିରତେ। ଯାହାର ଆଜ୍ଞା ପରମାଣେ ଭାରତୀ ଆସି ତତକ୍ଷଣେ। ପ୍ରକାଶୀ କଳ୍ପ ଆଦି କାଳେ ବ୍ରହ୍ମାର ହୃଦୟ କମଳେ। ସୃଷ୍ଟି ବିଷୟ ଜ୍ଞାନ ଦେଲା ମୁଖେ ଗାୟତ୍ରୀ ଉଚ୍ଚାରିଲା। ନମସ୍ତେ ବ୍ୟାସ ରୂପ ହରି ହୃଦये ବସ କୃପା କରି। ମହତ ଆଦି ପଞ୍ଚଭୂତେ ଜନ୍ତୁ ଭି ଆଇ ଏ ଜଗତେ। ଜନ୍ତୁଙ୍କ ହୃଦୟ କମଳେ ଯାର ଆସନ ସୁଖ ଭୋଳେ। ଗୁଣ ସମୂହ ସୁଖେ ଭୁଞ୍ଜେ ଷୋଡ଼ଶାତ୍ମକ ରୂପେ ରାଜେ। ସେ ହରି ବସୁ ମୋର ହୃଦେ ବାକ୍ୟ ଆବରି ପଦେ ପଦେ। ନମଇ ବ୍ୟାସ ମୁନିବର କୃଷ୍ଣେ ଆକୁଣ୍ଠ ବୁଦ୍ଧି ଯାର। ଯା ମୁଖ ପଦ୍ମ ଜ୍ଞାନର ସେ ମୁନିଏ ପିବନ୍ତି ହରସେ। ଯେ ହରି କଥା ପୂର୍ବ କାଳେ ନାରଦ ଋଷି ମୁନି ମେଳେ। ବ୍ରହ୍ମାଙ୍କୁ ପଚାରିଲେ ଯେତେ ପ୍ରସନ୍ନେ କହିବି ମୁଁ ତୋତେ। ଏ ବାଣୀ ଶୁଣି ସୁଖ ଭୋଳେ ପ୍ରାଣୀ ନିସ୍ତର ଭବ ଜଳେ। କହଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ। इति श्रीमद्भागवते महापुराणे परमहंस्या संहिताया द्वितीय स्कंदे शुक स्तुतिर्नाम चतुर्थोऽध्याय। ओम नमो भगवते वासुदेवाय।